ମୁଁ କୋଟିଏ ଟଙ୍କା ବର୍ଷ ଲସ୍ କରି 2 କୋଟି ଟଙ୍କା ଖର୍ଚ୍ଚ କରିଛି। ଆମେ ଜମି ବିକୁଛୁ, ସିଏ କିନ୍ତୁ ଗାଡ଼ି ଘୋଡ଼ା ଚଢ଼ିକି ଚଳେଇଛନ୍ତି। ଆଜି ସୁରେଶ ପଣ୍ଡା ଭଳିଆ କଳାକାର ଚାକିରି ନାହିଁ କଣ ପାଇଁ? ଆରେ ତମେ ତ ରାତିରେ ଏକାଠି ଶୋଉଛ, ଦିନ ଯାକ ଶୋଉଛ, ରାତି ଯାକ ଯାତ୍ରା କରୁଛ, ତମେ ଛଣାଛଣି ମରାମରି କେତେବେଳେ ହେଲ? ଆରେ କୋଟିଏ ଟଙ୍କା ପିଉଷର ଦରମା, ସେଟା ଓଏସ୍ ଅଫିସର ସେ ଏବେ ପାଉନାହାନ୍ତି। ଆମର କାଳିଆକୁ ତିଆରି କରିପାରୁନାହାନ୍ତି, କାଳିଆକୁ ଥିବାକୁ ନେଇଯାଉଛନ୍ତି। ଗାଣ୍ଡାକୁ ତିଆରି କରୁଛି, କାଳିଆକୁ ନେଇଯାଉଛି, ଆଉ ପାଡ଼ିଆକୁ ନେଇଯାଉଛି। ଯଦି ଯାତ୍ରା ପାର୍ଟି ନଷ୍ଟ ହଉଛି ଆମରି ମାଲିକ ମାନଙ୍କ ପାଇଁ, ସେଥିପାଇଁ ଅଧିକାଂଶ ମାଲିକ ମାନେ ହିଁ ଦାୟୀ। ମୁଁ ଏ ବର୍ଷ କୋଟିଏ ଟଙ୍କା ଲସ୍ କରି 2 କୋଟି ଟଙ୍କା ଆର ବର୍ଷ ପାଇଁ ପୁଣି ପୁରଉଛି। ଯାତ୍ରା ଆସୁ କହନ୍ତି ଲଙ୍ଗଳା ମୁଙ୍ଗଳା ହେଇ କରୁଛନ୍ତି, ସେଇ ଆଇଟମ ଗାଲା ଲଙ୍ଗଳା ହେଲେ ଇଏ ଦର୍ଶକ ଆଉଛନ୍ତି। ମୋ ଯାତ୍ରା ସ୍ୱର୍ଣ୍ଣ ମହଲ 9 ବର୍ଷ ଭିତରେ କୌଣସି ଆଇଟମ ଗାଲା ଷ୍ଟେଜକୁ ଚଢି ନାହାନ୍ତି। ଆଜି ଯାତ୍ରା ନିମ୍ନଗାମୀ ହବାର କାରଣ ହଉଛି ଅଧିକାଂଶ ମାଲିକ ମାନେ ଦାୟୀ। ଜୟ ଜଗନ୍ନାଥ। ଯାହା ହଉ ଆଜି ହଉଛି 22 ତାରିଖ ସୋମବାର। এই সোমবারে প্রত্যেক পার্টি প্রায় পার্টি আজ আখড়া পূজা করছেন, করিকি তাଙ୍କର কথা কুহନ୍ତି। আমি 17 তারিখের সারি যাইছু, নাটক 2টা সিনেমা হেলানি। ଆଉ ବହୁତ କଳାକାର ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି। ସେଥିପାଇଁ ମୁଁ ବହୁତ ଦୁଃଖିତ ଯେ ସୁରେଶ ପଣ୍ଡା ଭଳିଆ କଳାକାର ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି। କାହିଁକିନା ବହୁତ ସିରିଏଲ ଆର୍ଟିଷ୍ଟ ପ୍ରବେଶ କରିଗଲା ପରେ ଏବେ ଭଲ କଳାକାର ମାନେ ପଛେଇ ଯାଇଛନ୍ତି। କିଛି ଅନୁଷ୍ଠାନ ବି ଏପର୍ଯ୍ୟନ୍ତ ବାହାରି ପାରୁନାହିଁ। ତାରିଣୀ ଗୋଟିଏ ପାର୍ଟି, ଆମର ଗୋଟିଏ ଅଶୋକ ସମ୍ରାଟ ହେଇଥିଲା, ତାପରେ ଏ କେତୋଟି ପାର୍ଟି ଯୋଉ ରହିଯିବା ପରେ କିଛି କଳାକାର ଦୁଃଖ ଭିତରେ ଘର କରିଛନ୍ତି। ତେଣୁ ମୁଁ ଦୁର୍ଗା ମନ୍ଦିର ଅବସ୍ଥା ସେଇଆ ଥିଲା। ଯାହା ଦୀପୁ ବାବୁ ନେଇ ତାକୁ ଦୁର୍ଗା ମନ୍ଦିର ମୁଁ ଆଜି 3-4 ଜଣ ଆର୍ଟିଷ୍ଟ ପଠେଇଛି। ଭଗବାନ କରନ୍ତୁ ଏ ବର୍ଷ 26-27ରେ ସବୁ ଅନୁଷ୍ଠାନ ଭଲ ଚାଲୁ, ଆଉ ସବୁ କମିଟି ଭଲରେ ଚଲନ୍ତୁ, ସବୁ ଦର୍ଶକ ଭଲ ରୁହନ୍ତୁ, କଳାକାର ମାନେ ଭଲ ରୁହନ୍ତୁ। ଯାହା ହଉ ଆଜି ଲିଙ୍ଗା ବାବୁ ମତେ ଡାକିଥିଲେ, ଆଉ ମୁଁ ଏଠି ଖଣ୍ଡଗିରି ଅପେରାକୁ ଆସିଛି। ଏଠି ଆସି ମୁଁ ବହୁତ ଅନୁଭବ କରୁଛି। ଯାହା ହଉ ଭଗବାନ କରନ୍ତୁ ଏ ପାର୍ଟି ସୁଖରେ ଚାଲୁ। ସେ ବହୁତ କଷ୍ଟ ସାଧ୍ୟ କରି ଆସନ୍ତା ବର୍ଷ ମାନେ କିଛି କଣ ମୁଁ ଶୁଣିବାକୁ ପାଉଛି ଆମର ନାଟ୍ୟ ସମ୍ରାଟ ସାଥିରେ କଣ ପାର୍ଟନର ଥିଲେ କି ପଇସା ପତ୍ର କିଛି ଇନଭେଷ୍ଟ କରିଥିଲେ, ତାଙ୍କର ଏ ବର୍ଷ ନିଜେ ପ୍ରଚେଷ୍ଟା ନିଜେ ପାର୍ଟିଟିଏ ତିଆରି କରୁଛନ୍ତି। ଭଗବାନ କରନ୍ତୁ ସେ ପାର୍ଟିର ଉନ୍ନତର ହଉ। ଆଉ ଭଲ ଭଲ ଆର୍ଟିଷ୍ଟ ବି ନେଇଛନ୍ତି, ଆମର ରୀନା ପଣ୍ଡା, ମନୋଜ ତ୍ରିପାଠୀ, ସନ୍ତୋଷ କୁସୁମ, ବାବୁଲି ପଣ୍ଡା, ଏଇଭଳିଆ ଭଲ ଭଲ ଆଗଧରେ ଆର୍ଟିଷ୍ଟ ନେଇଛନ୍ତି। ମାମା ଈଶ୍ୱର ଯିଏ ପରିଚାଳକ ଈଶ୍ୱର ରାଉତ, ସେ ଜଣେ ଭଲ ପରିଚାଳକ, ଭଲ ପିଲାଟିଏ। ଆଉ ଲିଙ୍ଗା ଯିଏ କର୍ପଟର ଅଛନ୍ତି ତାଙ୍କ ସିଏ ଅତି ଭଲ ସୁନ୍ଦର ପିଲା। ଜାଗମରା ଖଣ୍ଡଗିରି ତାଙ୍କ ଘର। ଆଉ ଯାହା ଜାଗମରା ଖଣ୍ଡଗିରି ରହି ସେ ଏତେ ଉଚ୍ଚ ଚିନ୍ତାଧାରା ନେଲେ ଯେ ମୁଁ ଗୋଟେ ଖଣ୍ଡଗିରି ଅପେରା କରିବି, ଯୋଉଟା କି ବିଗତ ଦିନରେ ଆମର ଅଲି ବାବୁ ସେ ପାର୍ଟିଟାକୁ କରିଥିଲେ ଖଣ୍ଡଗିରି ଅପେରା, ସେ ପାର୍ଟି ବନ୍ଦ ହେଇଗଲା। ଯେ ସେଠି ମୁଁ ସେ ପାର୍ଟିରେ ମୁଁ ବି ହିରୋ ଅଭିନୟ କରୁଥିଲି ଖଣ୍ଡଗିରି ଅପେରାରେ। ମୋର ପ୍ରଥମ ନାଟକ ଆରମ୍ଭ। ସେତେବେଳେ ଗଛ ଭଳିଆ ଆର୍ଟିଷ୍ଟ ଥିଲେ, ଏବେ ତ ଆର୍ଟିଷ୍ଟ ସେଭଳି ଆର୍ଟିଷ୍ଟ ବୁକିଂ କରି ହବନି ଯୋଉ ବଜେଟ ହେଲାଣି। ସେତେବେଳେ ଦେବ ମଲ୍ଲିକ, ଆମର କୃପା ସିନ୍ଧୁ ପୁହାଣ, ଭାଗିରଥୀ କଅଁର, ପ୍ରମିଳା, ବଟିଆ ବେହେରା, ବାବୁଲି ପଣ୍ଡା, ମୁଁ ଥିଲି। ଏମିତି ସେତେବେଳେ ଫିମେଲ ବୋଲି କେହି ନଥିଲେ। ପ୍ରମିଳା ବୋଲି ଗୋଟେ ଝିଅ ପିଲା ଗୋଟିଏ ଥିଲା। ଯାହା ହଉ ଏବେ ତ ସେ ବଜେଟ ବଢିଯିବା ହାତରେ ସେତେ କଳାକାର ରଖି ହଉନି। ଯାହା ହଉ ତଥାପି ମୁଁ ଏ ବର୍ଷ କିଛି ଅତ୍ୟନ୍ତ କଳାକାର ବୁକ୍ କରିଛି। ଯାହା ଭଗବାନ କରନ୍ତୁ ପାର୍ଟି କେମିତି ଉନ୍ନତି ହଉ, ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା। ଆପଣ ମାନଙ୍କର ସମସ୍ତେ ମିଡିଆ ବନ୍ଧୁ ମାନେ ସମସ୍ତେ ଭଲରେ ରୁହନ୍ତୁ। ଆମର ନବବାବୁ ଯେ ନିଜ ପରିଶ୍ରମରେ ନିଜ ହାତରୁ ଅର୍ଥ ବ୍ୟୟ କରି ସିଏ ସବୁବେଳେ ଯାତ୍ରା ପଛରେ ପାଗଳ। ଯାହା ହଉ ତାଙ୍କୁ ଭଗବାନ ଭଲ ରଖନ୍ତୁ। ତାଙ୍କ ଦେହ ଟିକେ ଅସୁସ୍ଥ ରହୁଛି, ମୋର ବି ଦେହ ଅସୁସ୍ଥ ରହୁଥିଲା। ଏବେ ଭଗବାନ ଦୃଷ୍ଟିରୁ ମୁଁ ବହୁତ ଭଲରେ ଅଛି। ଜୟ ଜଗନ୍ନାଥ, ସମସ୍ତଙ୍କର ମଙ୍ଗଳ ହଉ। ବଡ ବଡ ମେଳା ଥାଏ, ମହୋତ୍ସବରେ ଥାଏ, କିନ୍ତୁ ବଡ ବଡ ମହାସଂଘ ଟାର୍ଗେଟ ଥାଏ। କିନ୍ତୁ ଏବେ କିଛି ନୂଆ କରି ଯାତ୍ରା ପାର୍ଟି ଆସିଛନ୍ତି, ଆଉ ତା ସହିତ ନବାଗତ କଳାକାର ବି ଆସିଛନ୍ତି। ଏଭଳିଆ ବହି ଫୁଟେଇ ପାରିବେ ଆଶା ହଉଛି। ଶୁଣନ୍ତୁ, ସମସ୍ତେ ନୂଆ ଥିଲେ, ସେମାନେ ପୁରୁଣା ହେଇଛନ୍ତି। ସବୁ ପ୍ରଯୋଜକ ନୂଆ ଥିଲେ, ଏବେ ପୁରୁଣା ହେଇଛନ୍ତି। ନୂଆ ଆସିଲେ ସିନା ପୁରୁଣା ମାନେ କଳାକାରଙ୍କର ଆସ୍ତେ ଆସ୍ତେ ବୟସ ହେଲାଣି, ନୂଆ କଳାକାର ସୃଷ୍ଟି ହବା ଦରକାର। କିଛି ଯାହା ହଉ ଏ ବର୍ଷ ନୂଆ ପାର୍ଟି ହଉଛି, କିଛି ନୂଆ କଳାକାର ପ୍ରବେଶ କରିଛନ୍ତି, ତା ଦ୍ୱାରା କି ବହୁତ ପୁରୁଣା କଳାକାର ବାଦ ପଡି ଯାଇଛନ୍ତି। ଭଗବାନ କରନ୍ତୁ ଆଉ ଗୋଟେ ଯୋଉଟା ପାର୍ଟି ହଉ, ସେ କଳାକାର ମାନେ ତାଙ୍କ ଜୀବିକା ପାଆନ୍ତୁ, ସମସ୍ତେ ଭଲରେ ରୁହନ୍ତୁ, ସର୍ବେ ଭବନ୍ତୁ ସୁଖିନା। ଏ ଯୋଉ ଭାଇରାଲ ଟ୍ରେଣ୍ଡ, ମୁଁ ଏବେ ଗୋଟେ ବାଇଟ୍ ଦେଇଥିଲି। ଭାଇରାଲ କଣ? এটা ভাইরাল নু, এটা ভাইরস। এই যে ভাইরাল ଯୋଉମାନେ ହେଇକି ଆଇଛନ୍ତି ସେ କ୍ଷଣକ ପାଇଁ ଗୋଟେ ମୁହୂର୍ତ୍ତ ବି ଆସିବେ ଚାଲିଯିବେ। ଏଇ ବିଗତ ଦିନେ ମୁଁ କହିଛି ପୁରା ମହେନ୍ଦ୍ର ଦାସର ଭଳିଆ ଭାଇରାଲ ଆର୍ଟିଷ୍ଟ କେହି ଯାତ୍ରା ଇଣ୍ଡଷ୍ଟ୍ରିରେ ନାହାନ୍ତି। ବିକୁ ସାର୍ ଭାଇରାଲ ହେଇ ତାକୁ ଦେଖିବାକୁ ଲୋକ ଆସନ୍ତି। ମହେନ୍ଦ୍ର ଦାସ କିଏ? ସିଏ ତ ଆଜି ନାହାନ୍ତି। ସିଏ ବି ହଜିଗଲେ ବର୍ଷେ 2 ବର୍ଷ ପରେ, ଆସିକି ଧଉଳି ଭଳିଆ ପାର୍ଟିରେ ଚାକିରି କଲେ।
बी क्लास पार्टी आसी चाकरी कले जे कि महेंद्र दास आ ये जो भाइराल होती आम पीयूष साई आमर जो मैंने सी क्षणिक भी आई क्षण भी चली शुण साई मुझे कहूँ मुझे जड़े प्रयोजक हिसाब से कहूँ साई नाटक बोली किसी जानी ये कालिया आमर खाली अनामधेय कलाकार को बुक कर 20 लाख जगह 40 लाख बुक कर जो पाढ़ी आ कोटी टकर नहीं पीयूष को मु ग्यारंटी देख पीयूष टा भल आर्टिस्ट हूँ कान्हा किंतु नाटक भजन ही नाटक कराऊँ लोक मुह मोड़ी जाऊँ हाँ भाइराल हिसाब से पैसा पाँच ये किसी दिन किसी दिन पर से पीयूष को भी आम रंगमहल काढ़ी देलु से साई को रंगमहल काढ़ी देलु आ साई पीयूष पाए किए सब कौन आज नीरज आम गोटे सीन करला मुक्ति पकेबे हजि जीवे साई कान्हा जिते भी नेगेटिव अच्छा नीरज पाखे फिका पड़ जाए मुझे आज भी कहूँ ए बयस नीरज आज गोटे सीन कला मैंने फिका पड़ जाए सब किसी दिन में आमर प्रयोजक अच्छा सब जाक आम प्रयोजक एक्चुअली सत कथा अनामधेय प्रयोजक एम बापा मार भी ठीक ना यदि ठीक था आज यात्रा कलाकार आम गांडे गोईठा मार अरे कोटिए टंका सीटा आएस ओएस जोड़ा पाऊना मो पाखे जोड़ा हिरोइन वर्ष बुक कर 35 70 सुभाष सभार 41 तुम तो पचार तो पड़ी आम भी पागल ये चलती जहाँ ये यात्रा अनुष्ठान बेसी दिन नुह ये ट्रेंड चली नुआ पीढ़ी जो आसिले आसला जमी आज सुरेश पंडार चाकरी नहीं काली गौर दास प्रताप सुभाष एमानकर काली चाकरी न घरे बस एक्टिंग करेंगे आप देखिए समय आस ना यात्रा दर्शक गोटे प्रबल गलु यात्रा दर्शक यात्रा कमिटी यही गलु जो आज आम भितर गलु बराबर हो प्रयोजक प्रति बनाऊ जदि कमिटी कहता मोर नाटक दरकार मु कलाकार दरकार नहीं दही तरी बड़ा हड़ा हेले भी आमर से दही तरी बड़ा दरकार नहीं आज यात्रा निम्नगामी हबार कारण हूँ अधिकांश मालिक मैंने दायी किसी कमिटी दायी आउ किसी दर्शक किए अच्छी नाटक गार दीपक जेनार नाटक गार प्रदीप बेहर ए चल जिया आदि नाटक आम देखुचे सुकांत मल्लिक राइटर ता नाटक है ना आम किए जिया सुकांत मल्लिक गोटे राइटर भल नाटक लिखा लोक एपर्यंत पाऊनी दीपक जेनार 14 नाटक 18 नाटक सेगुरा तो आम के यूज करूँ कि आम पार्टी की न्यूज चढ़ाई न मो यात्रा स्वर्ण महल 9 वर्ष भितर कौन आइटम कार स्टेज को चढ़ी ना कारण मोर नाटक मजबूत अच्छी मोर रेकर्ड डांस मजबूत अच्छी मेलोडी मजबूत मु कौन सेलिब्रिटी की मोर पार्टी चढ़ई देना कि चढ़ई देवी ना से कपि शुण आसंता वर्ष मोर गोटे नाटक मत लिखी देती आमर सबुठ भल राइटर डायरेक्टर आमर आशुतोष महापात्र मु देखला बेलू 2 वर्ष पूर्व से नाटक दीपक जेना कर विश्व दरबार दीपक जेना नाटक जदि आशुतोष महापात्र भाया राइटर कपि कर यात्रा जहाँ भविष्य हम तेणु बेटर ये छाड़ी नुआ राइटर सृष्टि कले आहरी भल हम मु तो दीपक जेना नाटक कलिनी आशुतोष महापात्र नाटक बड़ लोक छोट लोक कैंसल करदेली पुणी बार से स्वामी पाइबा नरकुजी गणेश राउत नाटक रखिली आग वर्ष नाटक कर जो नाटक लोक मालई पार्टी कला से नाटक ଯାତ୍ରା ଦର୍ଶକ କେମିତି ଆକୃଷ୍ଟ କରୁଛନ୍ତି ଯାତ୍ରା ଦର୍ଶକ ଆକୃଷ୍ଟ କରନ୍ତି ଲଙ୍ଗଳା ମୁଙ୍ଗଳା ହେଇ କରନ୍ତି ସେଇ ଆଇଟମ ଗାଲା ହେଲା ଲଙ୍ଗଳା ହେଲେ ଇଏ ଦର୍ଶକ ଆହୁନ୍ତି ନହେଲେ ନିଶା ମହାରଣା ଏଇ ଯୋଉ ଆମର ସାହୁ ଭାଉଜ ଆଇଲା ଦିନ ପୁରା ପ୍ରେକ୍ଷାଳୟ ପ୍ୟାକ୍ ଇଏ ଅଲା ଯୁଗ ଦର୍ଶକ ବି ଏମାନେ ଯଦି ଦର୍ଶକ ହନ୍ତେ ତାହେଲେ ସେମାନେ କହନ୍ତି ଆଇଟମ ଗାଲା ହେଲେ ଆମେ ଯିବୁନି ଟିକଟ ଖରା ଏମାନେ କହନ୍ତି ନିଶା ମହାରଣା ହେଲେ ଆମେ ଯିବୁ ନିଶାର ମାଣା କଣ ଏବେ ସୁନାରଣ ପାର୍ବତୀରେ ବୁକ୍ ହେଇଗଲାଣି ହିରୋଇନର କୈଳାସ ଥିଲେ ଶିବାନୀ ଯେ ତମେ ମିଛ କହିଲା ହଉଛି ନିତ୍ୟାନନ୍ଦ ପାଢୀ ଶୁଣନ୍ତୁ କହିଲେ ପୁରା କହିଲି କହିଲେ ତେଲିଆ ମୁଣ୍ଡରେ ତେଲ କହିଲେ ବାଟ ଠିକ ନାହିଁ ଅବାଟ ହଉଛି ବାଟ ଅମଣିଷ ଯିଏ ମଣିଷ କୈଳାସ ବେହେରା ଭଳିଆ କଳାକାର আজি তাকে এতে মানে লোক তাকে এতে ইয়ে করছেন যে সি যাই উত্তর বালেশ্বর গলনি রয়াল ওড়িশা রহিলা কৈলাস বেহেরা যেত দিন শিবানী ক্রেজ দিয়েছি মু আজি কହୁছি যদি কৈলাস বেহেরা যেত দিন রহিকি শিবানী কি নেইকি যাইছি যদি মো পাখে কৈলাস বেহেরা থাকা মু তাকে আজন্ম বসাইকি পয়সা দিয়ে বুড়া হবা যে
ଆଉ ସୁବାସ ବେହେରା ଯଦି ମୋ ପାଟିରେ ଏମିତି ରହିବ ତାହେଲେ ମୁଁ ବି ତାକୁ ଲାଷ୍ଟ ପର୍ଯ୍ୟନ୍ତ ମୁଁ ତାକୁ ଗୋଟାଏ ମାନେ ଭାତି ଆକାରରେ ଗୋଟାଏ ତାଙ୍କର କରିଦେବି ଗୋଟେ ବସି ଖାଇକି ମୋ ପାଖରେ ବସ ଖାଇକି ନାଟକ ଦେଖେ। ଆଉ ମୁଁ ଯାତ୍ରା ମାଲିକ ଯେ ମୁଁ ମାନେ ଇଏ ମୁଁ ନାଟୁଆ, ମୁଁ କଳାକୁ ଭଲ ପାଏ, କଳାରେ କିଛି ମାନେ ଖର୍ଚ୍ଚ ବି କରେ, କଳାକାର ପ୍ରିୟ ମୁଁ ଏ ବ୍ୟବସାୟୀ ନୁହଁ। ମୁଁ ଏ ବର୍ଷ କୋଟିଏ ଟଙ୍କା ଲସ୍ କରି 2 କୋଟି ଟଙ୍କା ଆର ବର୍ଷ ପାଇଁ ପୁଣି ପୁରଉଛି। ଆସନ୍ତୁ କୋଉ କବିତା ମାଲିକ କିଏ ଅଛନ୍ତି କୋଟିଏ ଲସ୍ କଲା ପରେ 2 କୋଟି ପୁରେଇକି ରଖିଛି। ଡବଲ ହିରୋଇନ ରଖିଛି, ଡବଲ ଭିଲିଆନ ରଖିଛି, ଡବଲ ହିରୋ ରଖିଛି। ଏଥର ଜଗନ୍ନାଥ ମା ଶାରଳା ମା ତାରିଣୀଙ୍କ ଉପରେ ଛାଡ଼ିଛି, ଯାହା ସିଏ କରିବେ। ହଁ ପୂଜା ଅର୍ଚ୍ଚନା କରିକି ଆସିଛି। ତାରିଣୀଙ୍କ ପାଇଁ ଗୋଟେ 20 କେଜିର ଘଣ୍ଟ ଅଛି, ଘଣ୍ଟି ଯଦି ନାଟକ ମୋର 3ଟା ନାଟକ ଗୋଟାଏ ନାଟକ ବାଜୁ। ମୋର ଯଦିଓ ନାଟକ 9 ବର୍ଷ ହେଲା ଭଲ ହେଇନି କିନ୍ତୁ ଖରାପ ହେଇନି, ବାଲାନ୍ସ ନାଟକ ହେଇଛି। ସେତେ ଉଚ୍ଚକୋଟୀ ନାଟକ ମୁଁ 9 ବର୍ଷ ପାଇନି। ଏଥର ସବୁ ଭଲ ରାଇଟର ଡାଇରେକ୍ଟର ନେଇଛି। 3ଟା ନାଟକ କରୁଛି। ଗୋଟିଏ ନାଟକ ଦୀପକ ଜେନା ଗୁରୁ ମିଶ୍ରଙ୍କର ହଉଛି ତୋ ନାଁ ପାଖରେ ମୋ ନାଁ ଲେଖା। ଗୋଟେ ନିହାର ରଞ୍ଜନ ମହାନ୍ତି ଯିଏକି ହାକୃଷ୍ଣ ଭାଇରାଲ ହାଇକୃଷ୍ଣ ନାଟକ, ଯିଏକି ଭାଇରାଲ ତୋ ବୋଧେ ମୋ ଭାଗ୍ୟରେ ନା ହଉ, ଯିଏକି ଅଧାର ଦେଶରେ ଭାଇରାଲ ପ୍ରଦୀପ ବେହେରା, ସେଇ ଭାଇରାଲ ପଛରେ ଆମେ ବି ପଢିଛୁ। ତେଣୁ ତାଙ୍କର ନାଟକ ହଉଛି ଶୁଣ ହୋ ରାମ କାହାଣୀ, ନିହାର ରଞ୍ଜନ ମହାନ୍ତି, ପ୍ରସାଦ ରାୟ ବଢିଆ। ପ୍ରଦୀପ ସାରଙ୍କ ନାଟକ ସ୍ୱାମୀ ତୋ ସ୍ତ୍ରୀ ରାଣା ମତେ ସିନ୍ଦୁର ଦେବୁ, ଯୋଉ ନାଟକ କି ପିଲା ଜନ୍ମ ହେଇନି ସିଏ ପୋଚା ହବ କି ମୋଚା ହବ କି ବାଙ୍ଗେରା ହବ କି ଟାଙ୍ଗେରା ହବ, କିନ୍ତୁ ସେ ନାଟକ ଫେସବୁକରେ ବାହାରିଲାଣି। ଆସନ୍ତା ବର୍ଷ 2027 ଦଣ୍ଡରେ ନାଟକ ହଉଛି ସ୍ୱାମୀ ପାଇଁ ତୋ ସ୍ୱାମୀ ରାଣା ମତେ ସିନ୍ଦୁର ଦେବୁ। କିନ୍ତୁ ନାଟକ ଜନ୍ମ ହେଇନି, ଛୁଆ କଣ ଜନ୍ମ ହବ ସେ କଥା ମା ଜାଣିନି କି ବାପା ଜାଣିନି, କିନ୍ତୁ ନାଟକ ଭାଇରାଲ ହେଲାଣି ସିଆଡେ। ମୁଁ ଆଜ୍ଞା ଶୁଣନ୍ତୁ, ମୁଁ ମୋ ଜୀବନର 18 ବର୍ଷରୁ ମୁଁ ଯାତ୍ରା ପାର୍ଟି ହିରୋ କରୁଛି। ମୁଁ 5 ବର୍ଷ 3ଟା ପାର୍ଟିରେ ଯାତ୍ରା କଲା ପରେ ମୁଁ ଆଜିକି କଳା ଦର୍ଶକ ହେଲି। ଦର୍ଶକରେ କଳାକୁ ଭଲ ପାଇଲା ପରେ କଳା ପ୍ରଯୋଜକ ହେଇଛି। ମୁଁ ପ୍ରଯୋଜକ ନୁହଁ, ମୁଁ ଜଣେ କଳାକାର, ମୁଁ ମ୍ୟାନେଜର, ମୁଁ ରୁମ୍ ମ୍ୟାନେଜର ବି। ମୁଁ ମୋ ଆର୍ଟିଷ୍ଟ କି ରୁମ୍ ମୁଁ ଦେବି, ମୋ ଆର୍ଟିଷ୍ଟ ମୁଁ ବୁକ୍ କରିବି, କଣ ଖାଇଲେ ନ ଖାଇଲେ ମୁଁ ଦେଖିବି। ତେଣୁ ମୁଁ ଯେତେବେଳେ ଯାତ୍ରା ପାର୍ଟି ଯାଇଥିଲି ପ୍ରଥମ ଦିନରେ ମୁଁ ଯାତ୍ରା ପାର୍ଟି ହିରୋ କରିଛି। ଏଇ ଖଣ୍ଡଗିରି ଅପେରା ଯୋଉ ଆଜି ସୃଷ୍ଟି ହଉଛି, ମୋର ପ୍ରଥମ ନାଟକ ହଉଛି ଖଣ୍ଡଗିରି ଅପେରା। ସମ୍ପୂର୍ଣ୍ଣ ମହାଭାରତରେ ମୁଁ ଅଭିମନ୍ୟୁ ପାଠ କରୁଥିଲି। ତେଣୁ ଆଉ ଅଧିକା କିଛି କହିବିନି, କିଛି କହିଲେ କଳାକାର। ଆଉ ସବୁଠୁ ଯଦି ଯାତ୍ରାପାଟି ନଷ୍ଟ ହଉଛି ଆମରି ମାଲିକ ମାନଙ୍କ ପାଇଁ, ସେଥିପାଇଁ ଅଧିକାଂଶ ମାଲିକ ମାନେ ହିଁ ଦାୟୀ। ଯୋଉମାନେ କଳାକାର ନୁହନ୍ତି, ବିକଳାକାରଙ୍କୁ 10 ଜାଗାରେ 50 ଦଉଛନ୍ତି, କିନ୍ତୁ ଭଲ ଭଲ କଳାକାର ଆଜି ଗଡି ମରୁଛନ୍ତି। ଆମେ ଯଦି ତିଆରି କରନ୍ତେ, ସୃଷ୍ଟି କରନ୍ତେ କଳାକାର ହନ୍ତେନି। ମୁଁ ମୋ ଜୀବନରେ ଆରମ୍ଭ ହବାଠୁ ମୁଁ ପ୍ରତିବର୍ଷ ଗୋଟେ କଳାକାର ସୃଷ୍ଟି କରୁଛି। ଏ ବର୍ଷ 2ଟା ନୂଆ କଳାକାର ବି ନେଇଛି। ଗୋଟେ କମେଡି ତିଆରି କରିଛି। ଏବେ ଦେଖନ୍ତୁ, ଯଦି ଆମର ଦୟା ଆଉ ଭିକାରୀ ସାଥିରେ ଟକ୍କର ଦେଇ ସେ ଚାଲିବ। ଟୁଲୁ ବୋଲି ଗୋଟେ କମେଡି, ଲୁଲୁ ବୋଲି ଗୋଟେ ପିଲା, ଲୁଲୁ ସୁମି 2 ଜଣ ଆଜି ତାଙ୍କୁ ପଠେଇଛି। ଯାଅ ତମେ ଆମ ପାଖରେ ହେଲାନି, ତାକୁ ଦୁର୍ଗା ମନ୍ଦିର ପଠେଇଛି, ସିଏ ବି ବୁକ୍ ହେଇଗଲେ। ତାଙ୍କ 2 ଜଣ ତିଆରି କରିଥିଲି। ସିଏ ଦିନେ ଫେଲ କଲା ପ୍ରତାପ ରାଉତ। ଯୋଉଦିନ ପ୍ରତାପ ରାଉତ ଫୋନ କଲା, ସେଇ ପିଲାଟାକୁ ମୁଁ ଚଢେଇ ଦେଲି, ସେ ପାଠ କଲା। ସେଦିନ ପ୍ରତାପ ରାଉତ ପାଠ କଲା ବୁଦ୍ଧିପଡା କ୍ୟାମ୍ପରେ, ଶେଷ କ୍ୟାମ୍ପ ପ୍ରତାପ ରାଉତ ନାଟକ ଫେଲ କଲେ। ସେଇ ଦିନଠୁ ସେ ସୃଷ୍ଟି ହେଇଗଲା, ମାନେ ହିରୋ ହେଇକି ହିରୋ ଭିଲିଆନ ସବୁ କରୁଛି। ନାଣ୍ଡୁ ବାବୁ କହୁଛନ୍ତି ଆମେ କଳାକାର ସୃଷ୍ଟି କରୁଛୁ। ହଁ ନା, ଆଚ୍ଛା ଠିକ କଥା। ନାଣ୍ଡୁ ବାବୁ କରୁଛନ୍ତି ଯେ ନାଣ୍ଡୁ ବାବୁ ଯାହା କହୁଛି ଖରାପ କହୁନି। ସାଇକି ନାଣ୍ଡୁ ବାବୁ ସୃଷ୍ଟି କଲା, ସତ୍ୟଜନା ତାକୁ କାଢିଦେଲେ ଆମ ରଙ୍ଗମହଲରୁ, ପିୟୁଷକୁ ସତ୍ୟଜନା କାଢିଦେଲେ ରଙ୍ଗମହଲରୁ, ସେଇ ନାଣ୍ଡୁ ବାବୁ ତିଆରି ହେଲେ। କିନ୍ତୁ ନାଣ୍ଡୁ ବାବୁ ତିଆରି ହେଲା ପରେ ଆମର କାଳିଆ ବାବୁ ତିଆରି କରିପାରୁନାହାନ୍ତି, କାଳିଆ ବାବୁ ଥିବାକୁ ନେଇଯାଉଛନ୍ତି। ନାଣ୍ଡୁ ବାବୁ ତିଆରି କରୁଛି, କାଳିଆ ବାବୁ ନେଇଯାଉଛି, ଆଉ ପାଡି ବାବୁ ନେଇଯାଉଛି। ଆଉ ଯାତ୍ରା ଇଣ୍ଡଷ୍ଟ୍ରି ବେଶୀ ନଷ୍ଟ ହଉଛି। ଆଜି ମୁଁ କହୁଛି, ଏ ଠାକୁରଙ୍କ ପାଖରେ ପୂଜା ଚାଲିଛି, ଏକମାତ୍ର ସିଂହ ବାହିନୀ ଆମର ପାଢୀ ବାବୁ ଆଉ ସୂର୍ଯ୍ୟ ମନ୍ଦିର ଶ୍ରୀମନ୍ଦିରର ମାଲିକ ହୁଅନ୍ତି କାଳିଆ ବାବୁ। ଆଙ୍କ ଯୋଗୁଁ ଯାତ୍ରା ଇଣ୍ଡଷ୍ଟ୍ରି ନିମ୍ନଗାମୀ ହବାକୁ ହଉଛି। ଆଉ ଯଦି ପଇସା ବେଶୀ ବଢେଇଛି କାଳିଆ ସ୍ୱାଇଁ, ଆଉ ବଢେଇଛି ସଞ୍ଜୀବ ପାଢୀ। ଆରେ କୋଟିଏ ଟଙ୍କା ପିୟୁଷର ଦରମା, ସେଟା ଓଏସ୍ ଅଫିସର ସେ ଏବେ ପାଉନାହାନ୍ତି। 5 ବର୍ଷ ପାଇଁ କଳାକାର ବୁକିଂ ନେଇଛନ୍ତି। ଏଗୁଡ଼ା ହଉଛି ବୋକାମିର ପରିଚୟ। 5 ବର୍ଷ କିଏ ଦେଖିଛି? କାଲି ଗୋଟେ ଆକ୍ସିଡେଣ୍ଟ କିଏ ମରିଯିବ? ଏଇ ଜ୍ଞାନ କଳିଙ୍ଗୁରୁ 10 ଲକ୍ଷ ନେଇଥିଲା, ମରିଗଲା, ମାଲିକର ବୁଡିଗଲା ନାଇଁ। ଆରେ ଇଏ ତ ବର୍ଷିକିଆ ଚାକିରି, 5 ବର୍ଷ 2 ବର୍ଷ 3 ବର୍ଷ
ଗୌର ଦାସକୁ ଆମେ ବୁକ୍ କରିଥିଲି ମୁଁ ନିଜେ ରଙ୍ଗ ଭଲ ବି 3 ବର୍ଷ 2 ବର୍ଷରେ ଗୌର ଦାସ ପଳେଇଛି ଧଉଳି ଯେମିତି ହେଲା ପଳେଇଲା ଆକୁ କୋଉ ବିଶ୍ୱାସ ଅଛି ଏଗୁରା ଏ ଲୋଭରୁ ଆଙ୍କର ମୃତ୍ୟୁ ଏ କଳାକାର ତାଙ୍କ ଜୀବନରେ ମାନେ କହିଲେ ତ ଇଏ ହବ ତଥାପି ମୁଁ କହିବି କଳାକାର କଣ ହେଲେ କଣ ହେଲା ଇଏ ଯୋଉ କଳାକାର ଅଛନ୍ତି ଆଙ୍କର ମାନବିକତା ନାହିଁ ଆଙ୍କର ମାନବିକତା ବୋଲି ଏ କଳାକାର ନାହିଁ ଆଉ ଯଦି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟର କାରଣ ହଉଛି ସଞ୍ଜୀବ ପାଢୀ ଆଉ କାଳିଆ ସ୍ୱାଇଁ ପ୍ରଯୋଜକ କଳାକାରମାନଙ୍କୁ ଅଧିକ ପଇସା ଦେଇ କିଣୁଛନ୍ତି ବା ନେଉଛନ୍ତି ବର୍ଷକୁ ଟାର୍ଗେଟ କରି ନେଉଛନ୍ତି ତାପରେ ସେମାନଙ୍କୁ ନେଇ ଗୋଟେ ବିବାଦ ସୃଷ୍ଟି ହଉଛି ତେଣୁ ତା ବହି ହିଟ୍ କରିବା ପାଇଁ ଯୋଉ ପ୍ଲେ ବିବାଦ କଣ ଏବେ ଦେଖ ସାଇ ପାଇଲେ କଣ କଲେ ଖଣ୍ଡଗିରିରେ ଚଢିଲେନି ଗୋଟା ଅଭିନୟ କଲେ କେମିତି ଭାଇରାଲ ହେବ ବୋଲି ତାପରେ କିଛି ଦିନ ପରେ ଯାଇକି ରହିଲେ ତାପରେ କଣ କଲେ ସ୍ୱାମୀ ସ୍ତ୍ରୀ ଛଡା ଛଡି ହେଇଗଲେ ମୋଡାମୋଡି ହେଇଗଲେ ଆରେ କୋଉ ତମେ ତ ରାତିରେ ଏକାଠି ଶୋଉଛ ଦିନ ଯାକ ଶୋଉଛ ରାତି ଯାକ ଯାତ୍ରା କରୁଛ ତମେ ଛଡା ଛଡି ମୋଡାମୋଡି କେତେବେଳେ ହେଲା ତେଣୁ ଛାଡ କଳା ଇଏ ଯାତ୍ରା ଇଣ୍ଡଷ୍ଟ୍ରି ପ୍ରକୃତ ଯଦି କିଏ ଅଭିଶାପ ପାଇବ ତାହେଲେ ଯାତ୍ରା ପାଟି କରିବ ଆଉ ଆମେ ବି କିଛି ପ୍ରଯୋଜକ ନୂଆ ବାହାରୁଛନ୍ତି ତାଙ୍କୁ ଅନୁରୋଧ କରୁଛୁ ତମେ ଇଏ ପଛରେ ପଡନି ଏ ଅନୁଷ୍ଠାନ ଇଏ ସବୁ ବୁଡି ଯିବା ଉପରେ ହେଲାଣି ଆଜି ସୁରେଶ ପଣ୍ଡା ଭଳିଆ କଳାକାର ଚାକିରି ନାହିଁ କଣ ପାଇଁ ତାଙ୍କର ସବୁ ଅହମ୍ବିକା ଆରେ ଗୋଟାଏ ଆର୍ଟିଷ୍ଟ ତମେ 50 ଲକ୍ଷ 60 ଲକ୍ଷ କୋଟିଏ ମୁଁ କୋଟିଏ ଟଙ୍କା ବର୍ଷ ଲସ୍ କରି 2 କୋଟି ଟଙ୍କା ଖର୍ଚ୍ଚ କରିଛି ଆମେ ବର ଜମି ବିକୁଛୁ ସିଏ କିନ୍ତୁ ଗାଡି ଘୋଡା ଚଢିକି ଚଲେଇଛନ୍ତି ଯାତ୍ରା କଳାକାର କହିଲେଣି ଆମେ ବିନା ଥାର ସ୍କର୍ପିଓ କି BMW ଛଡା ଅଲଗା କୋଉ ଗାଡିରେ ଯିବୁ କିନ୍ତୁ ସେମାନେ ଚଢିବେ ମାଲିକ ଦେବେ ମାଲିକ ଲାଷ୍ଟକୁ ସାଇକେଲ ଚଲେଇବେ ଆଉ କିଛି ଦିନ ପରେ ମାଲିକଙ୍କର ମାନେ କନା କପଡା କିଛି ନଥିବ ହଉ ଜୟ ଜଗନ୍ନାଥ ଏତେ ରହୁଛି